ନମସ୍କାର ଶୁଭନ୍ତୁ। ସ୍ୱାଧୀନତାର 79ତମ ଦିବସ ଅବ୍ୟବହିତ ପୂର୍ବରୁ ଆପଣଙ୍କୁ ଗୋଟିଏ ସାରା ଅଭିନନ୍ଦନ ଶୁଭେଚ୍ଛା। ତ ଶୁଭନ୍ତୁ, 78 ବର୍ଷ ପୂର୍ବେ ଆମେ ସ୍ୱାଧୀନ ପାଇଥିଲେ। ଆମର ପୂର୍ବଜମାନେ ନିଜର ଜୀବନକୁ ବଳିଦାନ ଦେଇ କେତେ ମାଡ଼ ଖାଇ ସେ ଆମକୁ ସ୍ୱାଧୀନ ଦେଇଥିଲେ। ତ ମୁଁ ଟିକେ କହିବା ପାଇଁ ଚାହେଁ, ଏହା ପୂର୍ବରୁ ଆପଣଙ୍କର ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବହୁତ ନାଁ ଆପଣଙ୍କର ଅଛି, ସେଟା କହିଲେ ସରିବନି। ତେଣୁ ଏମାନେ ଆଗଧାଡ଼ିର ସେମାନେ ନେତା ଥିଲେ, ଯେଉଁଟାକି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଲଢ଼ି ସେମାନେ ଆମକୁ ସ୍ୱାଧୀନ ଦେଇଥିଲେ। ସେତେବେଳେ କଥାଟି ମନେ ଆମେ ପକାଯାଏ ଯେ ଲୋକମାନେ ନ ଖାଇ ନ ପିଇ ସେ ଦେଶ ପାଇଁ ଆପଣ କେମିତି ଦେଶ ପରାଧୀନ ହେବ ସେ ଲାଗିଥିଲେ। ଆଜି ତାଙ୍କର ସାହସ ଯୋଗୁଁ ଆଜି ଆମେ ସୁରକ୍ଷିତ ଅଛନ୍ତି। ରାଜା ରାଜୁଡ଼ା ଶାସନ ଚାଲୁଥିଲା, କିନ୍ତୁ ବାଣିଜ୍ୟ କରିବାକୁ ଆସି ବ୍ରିଟିଶମାନେ ଆମ ଭାରତକୁ ଏମିତି କ୍ୟାପଚର କରି ନେଇଥିଲେ, ଲାଷ୍ଟକୁ ଆମ ଭାରତବାସୀ ତାଙ୍କ ପାଖରେ ବନ୍ଧା ହେଇଗଲେ। ଲାଷ୍ଟକୁ ସେମାନେ ଶାସନ ଆମ କଲେ, 200 ବର୍ଷ ଧରି ଶାସନ କଲେ। ତେଣୁ ଶାସନ କରିବା ଭିତରେ ସେସବୁ କଥା ଯେଉଁମାନେ ଇତିହାସ ପଢ଼ିନାହାନ୍ତି ଆପଣ ପଢ଼ନ୍ତୁ, ଯେ କେଉଁ ଅବସ୍ଥାରେ ହେଉଛି ଆମକୁ ରଖିଥିଲେ। ନ ଖାଇ ନ ପିଇକି ସେମାନେ କାମ କରୁଥିଲେ, ଚାବୁକରେ ମାରୁଥିଲେ, ବଳଦ ରକମ ସେ ଖଟାଉଥିଲେ, ଏସବୁ ବହୁତ ସାରା। ତେଣୁ ଯାହା ହେଉ ଆଜି ଆମକୁ ଖୁସି ଲାଗୁଛି ଯେ ଆମେ ପ୍ରତିବର୍ଷ ଭଳିଆ ଆମେ ଏ ବର୍ଷ ମଧ୍ୟ ଆମେ ସ୍ୱାଧୀନତା ପାଳନ କରୁଛନ୍ତି। ଅଗଷ୍ଟ 14 ତାରିଖ 1947 ଅଗଷ୍ଟ 14 ତାରିଖ ମଧ୍ୟରାତ୍ରିରେ ସେମାନେ ଛାଡ଼ିକି ଆମ ଭାରତରୁ ମାନେ ବିଦାୟ ନେଇଥିଲେ। ଏଠି ଯେଉଁଦିନ ଗଲେ ତାପରେ ହେଉଛି ଆପଣ ପାକିସ୍ତାନ ଆପଣ ଡିଭାଇଡ଼ ହେଲା, ଆପଣ ଅଖଣ୍ଡ ଭାରତ ଡିଭାଇଡ଼ ହେଲା, ପାକିସ୍ତାନ ରହିଲା ଆଉ ଭାରତ ରହିଲା। ତେଣୁ ତାଙ୍କର ସ୍ୱାଧୀନ ଦିବସ ପାଳନ କରୁଛନ୍ତି ଆପଣଙ୍କର ସେ 14 ତାରିଖ 1947 ଅଗଷ୍ଟ 14 ତାରିଖ ପାଳନ କରୁଛନ୍ତି କାଲି। ଆଜି ଆମର ହେଉଛି 15 ତାରିଖ ପାଳନ କରାହେଉଛି। ତେଣୁ ଏଇଟା ହେଉଛି ଗୋଟେ କାଳ ରାତି, ଗୋଟେ ଆପଣଙ୍କର ଏଇ ଯେଉଁ ଆପଣ ଥିଲା, ଏଇଟା ଗୋଟେ ଶୁଭ ସଂକେତ ଆମକୁ ସେଇ ରାତିରେ ଥିଲା। ମୁଁ କାଳ ରାତିରେ କହିଲି। ତେଣୁ ଏଇ ଦିବସଟିକୁ ମନେ ପକାଇବା ପାଇଁ ଆମେ କହିଗଲେ ଆଉ ଥରେ ଆମେ ବାର ଆମେ ପ୍ରତିବର୍ଷ ଆମେ ହେଉଛି ଏ ସ୍ୱାଧୀନ ଦିବସ ଆମେ ପାଳନ କରୁଛୁ। ଏଠି ନିଜର ଦେଶର ଧ୍ୱଜାକୁ ନେଇକି, ପତାକାକୁ ନେଇକି ଆମେ ଗୋଟେ ଗର୍ବ ହିଁ ମନେ କରୁଛୁ ଆମେ ଭାରତୀୟ। ତେଣୁ ସେଥିପାଇଁ ଆପଣ କାଲି ଆପଣଙ୍କ ସମସ୍ତେ ଏଇ ସ୍ୱାଧୀନ ଦିବସ ପାଳନ କରନ୍ତୁ, ଆଉ ଦେଶର ଅଖଣ୍ଡ ବା ଏକତା ପ୍ରତି ଆପଣ ସବୁବେଳେ ବାହାରନ୍ତୁ। ବାସ୍ ଏତିକି କହିବାର ଥିଲା। ରହିଲି, ନମସ୍କାର, ଜୟ ଜଗନ୍ନାଥ।